ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ତରଫରୁ 75ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଇକୋ ଗ୍ରାମ ମୁଦୁଲିଗାଡ଼ିଆଠାରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରିଣୀ ମୌସୁମୀ ବେହେରାଙ୍କ ଅଧ୍ୟକ୍ଷତାରେ ବନପାଳ ପ୍ରତାପ କୁମାର ସେଠୀ, ସଞ୍ଜୟ କୁମାର ରାଉତ, ଲୋକନାଥ ସେଠୀ, କାନନ୍ଦୀ ସାଠୁଆ, ପୁଷ୍ପାଞ୍ଜଳି ପଣ୍ଡା, ସ୍ନେହଲତା ବେହେରା ଓ ଅଞ୍ଜଳି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଗ୍ରାମର ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଇକୋ ଡେଭଲପମେଣ୍ଟ କମିଟିର ଏରିଆ ମ୍ୟାନେଜର ପ୍ରକାଶ ବେହେରା, ସଭାପତି ସୁମନ୍ତ ବେହେରା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୁଦୁଲିଗାଡ଼ିଆ ଗ୍ରାମ ରାସ୍ତା କଡ଼ରେ ନିମ୍ବ, ସଜନା, ଅମୃତଭଣ୍ଡା, ପିଜୁଳି ଓ କାଜୁ ଗଛ ଲଗାଇବା ସହିତ ଚାରା ମଧ୍ୟ ବଣ୍ଟନ କରାଯାଇଥିଲା। ସଚେତନତା ଅଭିଯାନରେ ଗଛଟିଏ ମାଟିଏ ଆଖି ନେଇ ସମସ୍ତ ପରିବାରର ପ୍ରତ୍ୟେକ ବାଡ଼ିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିମନ୍ତେ ବନାଞ୍ଚଳ ଅଧିକାରୀ ପରାମର୍ଶ ଦେଇଥିଲେ। କଣିହାରୁ ପ୍ରିୟବ୍ରତ ଷଡ଼ଙ୍ଗୀଙ୍କ ରିପୋର୍ଟ, ମିଡିଆ ଭଏସ୍।